ଅନୁଷ୍ଠାନ ଆମର ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଦୀର୍ଘ 10 ଦିନ ଧରି ଆୟୋଜିତ ହୋଇଥିବା 16ତମ ରାଜ୍ୟସ୍ତରୀୟ ମଞ୍ଚ ନାଟକ ଉଦ୍ଯାପିତ ହୋଇଯାଇଛି ଏବଂ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର, ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ମଧୁସୂଦନ ସିଙ୍ଗାରୀ, ସମାଜସେବୀ ଅନିରୁଦ୍ଧ ରାଉତରାୟ, ସିତାର ଗୁରୁ ରବିନାରାୟଣ ଗୁରୁ, ବିଜେପି ଦଳର ନାରୀ ନେତ୍ରୀ ସ୍ମିତାଞ୍ଜଳି ପତି, ଅନୁଷ୍ଠାନର ସଭାପତି ଭରତ ନାୟକ ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପୁରୀ ହେଉଛି କଳାକାରମାନଙ୍କ ଖଣି। ଏଠାରେ ସମସ୍ତ ପ୍ରକାର କଳାକାର ଅଛନ୍ତି। କେବଳ କଳାକାରମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ଉପଯୁକ୍ତ ମଞ୍ଚ ନାହିଁ। ତେଣୁ ସେଥିପାଇଁ ବଣର ମଲ୍ଲି ବଣରେ ଫୁଟି ସେଇଠାରେ ଝଡ଼ି ପଡ଼ୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହାପରେ ପୁରୀ ସହରର ବିଭିନ୍ନ ସମ୍ମାନଜନକ କାର୍ଯ୍ୟରେ ନିଜକୁ ସ୍ଥାନିତ କରିଥିବା କିଛି ବ୍ୟକ୍ତି ବିଶେଷ ଯଥା ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ବରିଷ୍ଠ ଅଭିନେତା ପ୍ରସନ୍ନ କୁମାର ମହାନ୍ତି, ତ୍ରିଲୋଚନ ଦାସ, ମଞ୍ଚ ଅଭିନେତ୍ରୀ ଅନିତା ଦାସ, ସିତାର ବାଦକ ସତ୍ୟନାରାୟଣ ଗୁରୁ, ସମାଜସେବୀ ସ୍ମିତାଞ୍ଜଳି ପତି, ରାଧାକାନ୍ତ ଦାସ, କୃଷ୍ଣଚନ୍ଦ୍ର ଖୁଣ୍ଟିଆ, କୃପାସିନ୍ଧୁ ମିଶ୍ର, ସ୍ୱାସ୍ଥ୍ୟ ସେବାର ପ୍ରଶାସନିକ ଅଧିକାରୀ ସୌମ୍ୟରଞ୍ଜନ ମିଶ୍ର ଏବଂ ସିନେ ଅଭିନେତା କେଦାର ମିଶ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାପରେ ଦୀର୍ଘ 10 ଦିନ ଧରି ଅନୁଷ୍ଠିତ ହୋଇଥିବା ନାଟକରେ ଶ୍ରେଷ୍ଠ ବ୍ୟକ୍ତି ବିଶେଷ ଯଥା ଉତ୍ତମ ମଞ୍ଚ କାରିଗରୀ ଭାବେ କଳାକାର ଏକତା ମଞ୍ଚର ନାଟକ ପବିତ୍ର ପାପରେ ପ୍ରଜ୍ଞାଦତ୍ତ ସାହୁ, ଉତ୍ତମ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପବିତ୍ର ପାପ ନାଟକର ନିର୍ଦ୍ଦେଶକ ସୁଶାନ୍ତ ପାଣି, ଦ୍ୱିତୀୟ ସଙ୍ଗୀତ ନିର୍ଦ୍ଦେଶକ ଭାବେ ପଶାପଲ୍ଲୀ ନାଟକର ନିର୍ଦ୍ଦେଶକ ମମତା କବି, ଉତ୍ତମ କମେଡ଼ିଆନ୍ ଭାବେ ଡାହି ନାଟ୍ୟର ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଦ୍ୱିତୀୟ କମେଡ଼ିଆନ୍ ଭାବେ କୁନୁଆ ନାଟ୍ୟର କଳାକାର ଧନଞ୍ଜୟ ସାହୁ, ମୁଖ୍ୟ ଖଳନାୟକ ଭାବେ ସନ୍ଦେଶ ନାଟ୍ୟ ପକ୍ଷରୁ ବିଜେନ୍ଦ୍ର ରାଉତ ଏବଂ ପଶାପାଲି ନାଟ୍ୟର ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଚୟନ କରାଯାଇଥିବା ବେଳେ ସେହିପରି ମୁଖ୍ୟ ସହଯୋଗୀ କଳାକାର ଭାବେ ମା କିଏ ନାଟ୍ୟର ନରସିଂହ ରଣା, ରଜନୀଗନ୍ଧା ନାଟ୍ୟର ଧରିତ୍ରୀ ଖଣ୍ଡୁଆଳ, ମୁଖ୍ୟ କଳାକାର ଭାବେ ଭାବନୁ ଅଭାବ ନାଟକର ନରେନ୍ଦ୍ର ବେହେରା, ଡାହି ନାଟ୍ୟର କ୍ଷୀରୋଦ ସାହୁ, ମୁଖ୍ୟ ଅଭିନେତ୍ରୀ ଭାବେ ମା କିଏର ସସ୍ମିତା ରାଣୀ ରାଉତ ଏବଂ ଶୁଭସ୍ମିତା, ସେହିପରି ମୁଖ୍ୟ ନାଟକ ଲେଖକ ଭାବେ ମା କିଏ ନାଟ୍ୟର ପଞ୍ଚାନନ ଦାସ, ଟୁକୁ ନାଟ୍ୟର ସୁମନ୍ତ ଭୋଇ, ମୁଖ୍ୟ ନିର୍ଦ୍ଦେଶକ ଭାବେ ଭାବନୁ ଅଭାବ ନାଟ୍ୟର ଅତୀଶ କୁମାର ଶତପଥୀ ଏବଂ ପବିତ୍ର ପାପ ନାଟ୍ୟର ପ୍ରଶାନ୍ତ ଷଡ଼ଙ୍ଗୀ ଏବଂ ସେହିପରି ମୁଖ୍ୟ ଝୁରି କଳାକାର ଭାବେ ଟୁକୁ, କନକ, ଦଣ୍ଡସେଣା, କୁନି ପଣ୍ଡା, ଶିବଶଙ୍କର ପାତ୍ରଙ୍କୁ ଚୟନ କରାଯାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହାପରେ ଦୀର୍ଘ 10 ଦିନ ଧରି ଯେଉଁ କଳାକାରମାନେ ଯାତ୍ରାକୁ ଶେଷ ପର୍ଯ୍ୟନ୍ତ ଦେଖୁଥିଲେ ସେହିଭଳି 50 ଜଣ ଶ୍ରେଷ୍ଠ ଦର୍ଶକମାନଙ୍କୁ ମାଲ୍ଟିପାଟପୁର ସ୍ଥିତ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଯିବା ନିମନ୍ତେ ମାଗଣାରେ ଟିକେଟ୍ ପ୍ରଦାନ କରାଯାଇଥିଲା। ଏହାପରେ ଅନିତା କଲଚରାଲ ଏକାଡେମୀ ପକ୍ଷରୁ ନାଟକ ପୁନେଇଖିଆ ପରିବେଷଣ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ସମୀର ଶତପଥୀ ଏବଂ ଶ୍ୟାମପ୍ରକାଶ ସେନାପତି। ଶେଷରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ। अन्नपूर्णा रंगमंच ठारे मो परिवार
अनुष्ठान तरफ एक 10 दिन धरी राज्यस्तरीय नाटक महोत्सव आयोजन कर राज्यस्तरीय विभिन्न जगार सब नाटक कला प्रदर्शन करते। आज तार शेष दिन था जोटा कि पुरस्कार समस्त आज दि जाइए से मुख्य अतिथि पर डाक अनुष्ठान को मोर धन्यवाद देवी। आ बहुत खुशी लगिला जे सारा ओडिशार सबु जगार आज लोक मैंने आसी कलाकार मैंने आसी कला सब प्रदर्शन करी बहुत प्राइज से ग्रहण कर वर्षर 10 दिन धरिक नाटक प्रतियोगिता चली आम जिला बाहर सबू जिलूर कलाकार मैंने आसिक नाटक ये परिवेषण कर आज पुरस्कार वितरण हम बहुत सुंदर भाव लोक मैंने ऑडियंस मैंने आम जगन्नाथ धाम श्रीक्षेत्र माटर कथा कला संस्कृत सहर आम पुरी सहर ये बहुत कलाकार ये अन्नपूर्णा बाहर ये अन्नपूर्णा बहुत कथा देखी बहुत कलाकार तैयारी तेणु आज सारा राज्य कलाकार मैंने छुट्टी आसकर नाटक नहीं नाटक बहुत उत्साह सहकार दर्शक मैंने बस देखुं एमती नीला श्रीक्षेत्र पुरी लगी था जहाँ पुरी सहरवासी 10टी बाहर टीम कला देखा सुजोग मिलला तेणु आउ थे धन्यवाद अनुष्ठान आमर को जो मैंने पुरस्कार पाइले पुरस्कार न पाइले से अलग कथा किंतु सब सौभाग्य कथा है अन्नपूर्णा भाया गोटे ऐतिहासिक ये जो ड्रामा मंचरे से आसी कला प्रदर्शन कले सब बड़ कथा है सहीटा तेणु निश्चित भाव में आम कला को बंचाई रखा और नाटुआ प्रेमी जो मैंने 10 दिन काल आसी नाटक को देखी कलाकार मान उत्साहित कर गोटे धन्यवाद। ये अनुष्ठान 16 वर्ष है राज्य स्तरीय मंच नाटक प्रतियोगिता कर आज यही वर्ष वर्तमान 10 दिन नाटक करिथिला आज 11 दिन आज पुरस्कार वितरण उत्सव आज राज्यर जो 10टी जिलार नाटक होइतिला तार प्रतिफलन आज ही आपण माने एटी देखि। कैमरा पर्सन रवि जेनांक सह सुधांशुकर रिपोर्ट तीर्थक्षेत्र लाइव।